ଧର୍ମର ମୂଳଭୂତ ଏକତା। ଲୋକେ ସତ କଥା ବିଷୟରେ ନୁହେଁ ବରଂ ମିଥ୍ୟା କଥା ବିଷୟରେ ମତଭେଦ ରଖିଥାନ୍ତି। ସେମାନେ ସତ୍ୟ ଉପରେ ନୁହେଁ ବରଂ ଦୋଷଗୁଡ଼ିକ ଉପରେ ହଣାମରା ହୋଇଥାନ୍ତି। ସମସ୍ତ ଧର୍ମର ମୂଳ ତଥ୍ୟ ହେଉଛି ସତ୍ୟ ବିଷୟରେ କିଛି ଜାଣିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ନିଜ ଭାଇମାନଙ୍କ ସହିତ କଳହ କରିବା ଛାଡ଼ିଦେଉ ଏବଂ ସେମାନଙ୍କ ସହିତ ପ୍ରେମ ତଥା ଉଦାରତା ପୂର୍ବକ ବ୍ୟବହାର କରୁ। ଯେ ପର୍ଯ୍ୟନ୍ତ ବ୍ୟକ୍ତି ନିଜ ପଡ଼ୋଶୀର ଧର୍ମକୁ ମିଥ୍ୟା ବୋଲି ଦର୍ଶାଇ ତାକୁ ସମୂଳେ ନଷ୍ଟ କରିଦେବାକୁ ନିଜର ପରମ କର୍ତ୍ତବ୍ୟ ବୁଝେ, ସେ ପର୍ଯ୍ୟନ୍ତ ତା ନିମନ୍ତେ ଏ ପ୍ରକାର ଉତ୍ତମ ବ୍ୟବହାର କରିବା ସମ୍ଭବ ହେବ କିପରି? ଆମେ ଅନ୍ୟଠାରୁ ଯେପରି ବ୍ୟବହାର ଆଶା କରିଥାଉ, ଆମର ଅନ୍ୟ ପ୍ରତି ଏହି ବ୍ୟବହାର ସେହି ପ୍ରକାର ହୋଇନଥାଏ। ସତ୍ୟତା ଓ ବାସ୍ତବିକତା ସବୁ ଦେଶ ଏବଂ ସବୁ କାଳରେ ନିଜସ୍ୱ ରୂପରେ ହିଁ ଥାଏ। ପବିତ୍ର ଇସାଇ ଓ ପବିତ୍ର ବୌଦ୍ଧଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ। ଉଭୟଙ୍କ ଭିତରେ ହୃଦୟର ଶୁଦ୍ଧତା, ଜୀବନର ପବିତ୍ରତା, ନିର୍ଦ୍ଦୋଷ ଆକାଂକ୍ଷା ଏବଂ ସତ୍ୟ ପ୍ରେମ ଦେଖାଯାଇଥାଏ। ବୌଦ୍ଧ ଧର୍ମାବଲମ୍ବୀଙ୍କ ସୁକର୍ମ ଜଣେ ଇସାଇଙ୍କ ସୁକର୍ମ ଠାରୁ ଭିନ୍ନ ନୁହେଁ। ପାପ ପାଇଁ ପ୍ରାୟଶ୍ଚିତ, କୁବିଚାର ତଥା ଦୁଷ୍କର୍ମ ପାଇଁ ଚିନ୍ତା କେବଳ ଇସାଇଙ୍କ ହୃଦୟରେ ନୁହେଁ ବରଂ ସମସ୍ତ ଧର୍ମାବଲମ୍ବୀଙ୍କ ହୃଦୟରେ ଉତ୍ପନ୍ନ ହୋଇଥାଏ। ସହୃଦୟତାର ବହୁତ ଆବଶ୍ୟକତା ରହିଛି। ପ୍ରେମ ଅନିବାର୍ଯ୍ୟ। ଏକ ପ୍ରକାରର ମୌଳିକ ସିଦ୍ଧାନ୍ତ କାରଣରୁ ସବୁ ଧର୍ମ ଏକ, କିନ୍ତୁ ମନୁଷ୍ୟ ଏହି ସତ୍ୟରେ ରତ ହୋଇନଥାଏ। ସେ ସେହି ମତ ତଥା ମୀମାଂସା ଭିତରେ ବୁଡ଼ିଯାଏ ଯାହା ଅନୁଭବ ତଥା ଜ୍ଞାନର ସୀମାର ଊର୍ଦ୍ଧ୍ୱରେ। ଅଖଣ୍ଡ ଜ୍ୟୋତି, ସେପ୍ଟେମ୍ବର 1953। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।